କଷ୍ଟମରଙ୍କ ସହିତ ରିଲେସନ୍ ଭଲ କିପରି ରଖିବେ ଜାଣିବା ପାଇଁ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଫାର୍ଷ୍ଟ ପଏଣ୍ଟ, କଷ୍ଟମରଙ୍କ ସହିତ ଭଲ ସମ୍ମାନର ସହ କଥା ହୁଅନ୍ତୁ। ସେକେଣ୍ଡ, କଷ୍ଟମର ଯେତେବେଳେ ଆସିବେ ତାଙ୍କ ସହିତ ହସି ହସିକିନା କଥା ହେବେ। ଥାର୍ଡ଼ ପଏଣ୍ଟ, ତୁମେ ଯେକୌଣସି ଜିନିଷ ବିକୁଛ ସେଥିରେ କେତେ କ୍ୱାଲିଟି କମ୍ ରଖିବନି। ଫୋର୍, ଯେଉଁ କଷ୍ଟମର ଆସୁଛନ୍ତି ତାଙ୍କ ସହିତ ମାନେ ଏମିତି ସମ୍ପର୍କ ଦେଖାନ୍ତୁ ଯେମିତିକି ତାଙ୍କ ସହିତ ଆଗରୁ ତୁମ ଦେଖା ସାକ୍ଷାତ ହେଇଥିଲା ସେଇଭଳି ଭାବେ ବିହେଭ୍ କରି କଥାବାର୍ତ୍ତା ହୁଏ। 5, କଷ୍ଟମରଙ୍କ ସମସ୍ୟାକୁ ନିଜ ସମସ୍ୟା ଭାବ। ଯଦି କଷ୍ଟମର ଏଇଟା ନେବନି ତାହେଲେ କାହିଁକି ନେବନି, ତାର ଭୁଲ କ'ଣ ହେଲା, ତ ଏଇଟା ତ ଫାଷ୍ଟ ତୁମେ ଭାବିବା ଦରକାର। ଯେଉଁ କଷ୍ଟମର ଆସିବେ ତାଙ୍କୁ ଇମ୍ପୋର୍ଟାଣ୍ଟ ଫିଲ୍ କରା। ସେ ଯେମିତି ଭାବେ କି ନା ହଁ ଆମେ ତାଙ୍କ ଦୋକାନକୁ ଆସିଛୁ, ସେ ଆମେ ବହୁତ ଇମ୍ପୋର୍ଟାଣ୍ଟ ଫିଲ୍ କରୁଛନ୍ତି, ଆମକୁ ବହୁତ ଗୁରୁତ୍ୱ ନେଉଛନ୍ତି, ଏଇଭଳି ଫିଲ୍ ତାଙ୍କୁ କରିବା ଦରକାର। 7, ଯେଉଁ କଷ୍ଟମର ଆସୁଛନ୍ତି ବାର ବାର ତାଙ୍କୁ ଡିସକାଉଣ୍ଟ ଦିଅନ୍ତୁ। ତମେ ଯେକୌଣସି ପ୍ରଡ଼କ୍ଟ ସେଲ୍ କରୁଛ ତାର ରିଭ୍ୟୁ, ତାର ଫିଡ଼ବ୍ୟାକ୍ କଷ୍ଟମରଠୁ ନିଅ। ସେଟା ଭଲ କି ଖରାପ କେମିତି କ'ଣ ଫିଡ଼ବ୍ୟାକ୍ ନିଅ କଷ୍ଟମରଠୁ। 9, ଯେଉଁ କଷ୍ଟମର ଆସୁଛନ୍ତି ତାଙ୍କୁ ପୁରା ତୁରନ୍ତ ପଚାର କି କ'ଣ ନେବେ, କ'ଣ ବି ଆସିଥିଲେ, ମାନେ ତୁରନ୍ତ ଆଟେନସନ୍ ଦିଅ। ମାନେ ସେ ଭାବେ କି ଆମେ ଆସିଛେ ତାଙ୍କୁ, ସେ ବହୁତ ଆମକୁ ଗୁରୁତ୍ୱ ନେଇ କାମ କରୁଛନ୍ତି। ଲାଷ୍ଟ ପଏଣ୍ଟ, କହିବେ କଷ୍ଟମର ଗଲାବେଳେ କହିବେ ଆପଣ ଆସିଥିଲେ ଆମକୁ ଭଲ ଲାଗିଲା, ଆମେ ଆପଣଙ୍କ ଅପେକ୍ଷାରେ ରହିଲୁ। ଏଇଭଳି କିଛି ପଏଣ୍ଟକୁ ଫଲୋ କରନ୍ତୁ, 100% ସହିତ ଭଲ ରିଲେସନ୍ ବଢ଼ିଯିବ। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କମେଣ୍ଟ ସେୟାର କରିବେ ଆଣ୍ଡ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।